ଜମି ପଞ୍ଜୀକରଣ ନୂଆ ନିୟମ 2026 ସମ୍ପତ୍ତି ମାଲିକଙ୍କ ପାଇଁ ବଡ଼ ପରିବର୍ତ୍ତନ। ଜାଣନ୍ତୁ କ'ଣ ପରିବର୍ତ୍ତନ ହେବ। ଦେଖନ୍ତୁ, ଯଦି ଆଜିକା ଡେଟ୍ରେ ଆପଣମାନେ ସମ୍ପତ୍ତି କିଣିବା ପାଇଁ ଚାହୁଁଛନ୍ତି, ସମ୍ପତ୍ତି ବିକିବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ତରଫରୁ ଅନେକ ସାରା ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ନିୟମ ବିଷୟରେ ଆପଣମାନେ ବୁଝିବା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆଜିକା ଡେଟ୍ରେ ଆପଣମାନେ ଏହି ନିୟମ ଗୁଡ଼ିକ ବିଷୟରେ ବୁଝୁନାହାନ୍ତି, ଜାଣୁନାହାନ୍ତି, ତାହେଲେ ଅସୁବିଧାରେ ପଡ଼ିପାରନ୍ତି। ଯେମିତିକା ଆପଣମାନଙ୍କ ନାମରେ ଜମି ରେଜିଷ୍ଟ୍ରି ହୋଇପାରିବନି, ଆପଣମାନଙ୍କର ଗୁଡ଼ାଏ ଟଙ୍କା ନଷ୍ଟ ହୋଇପାରେ। ଏହି ଭିଡ଼ିଓରେ ଜମି ପଞ୍ଜୀକରଣର ନୂଆ ନିୟମ, ସମ୍ପତ୍ତି ମାଲିକଙ୍କ ପାଇଁ କ'ଣ ରହିଛି ବଡ଼ ପରିବର୍ତ୍ତନ, ସମ୍ପୂର୍ଣ୍ଣ ସୂଚନା ଗୋଟି ଗୋଟି କରି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଜ୍ଞା, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି, ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। କାରଣ ସରକାରଙ୍କ ଦ୍ୱାରା ଯେଉଁ ସବୁ ଯୋଜନା ଗୁଡ଼ିକ ଆସିବ, ସେହି ଯୋଜନା ଗୁଡ଼ିକର ସମ୍ପୂର୍ଣ୍ଣ ସୂଚନା ଏବଂ ଆବେଦନ ପ୍ରକ୍ରିୟା, ସରକାରଙ୍କ ଦ୍ୱାରା ଯେଉଁ ଯୋଜନା ଗୁଡ଼ିକ ପରିଚାଳିତ ହେଉଛି, ସେହି ଯୋଜନା ଗୁଡ଼ିକର ନୂଆ ଅପଡ଼େଟ୍ ଆପଣ ଆଗ ଜାଣିବାକୁ ପାଇବେ। ଦେଖନ୍ତୁ, ଭାରତରେ ସମ୍ପତ୍ତି ମାଲିକଙ୍କ ପାଇଁ 2026 ମସିହାରେ ପ୍ରମୁଖ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ, ସରଳ ଏବଂ ସୁରକ୍ଷିତ କରିବା ପାଇଁ ନୂଆ ଜମି ପଞ୍ଜୀକରଣ ନିୟମ କାର୍ଯ୍ୟକାରୀ କରୁଛନ୍ତି। ଏହି ନୂଆ ନିୟମ ଅନୁଯାୟୀ ଜମି କିମ୍ବା ସମ୍ପତ୍ତି ପଞ୍ଜୀକରଣ ପୂର୍ବ ଅପେକ୍ଷା ଅଧିକ ସ୍ୱଚ୍ଛ ଏବଂ କଠୋର ହେବ। ନୂଆ ନିୟମ ଅନୁଯାୟୀ ଡକୁମେଣ୍ଟ କିମ୍ବା ଫର୍ମରେ ସାମାନ୍ୟ ତ୍ରୁଟି ହେଲେ ମଧ୍ୟ ପଞ୍ଜୀକରଣ ବାତିଲ ହୋଇପାରେ। ହଁ ଆଜ୍ଞା, ତେଣୁ କ୍ରେତା, ବିକ୍ରେତା ଏବଂ ସମ୍ପତ୍ତି ମାଲିକମାନେ ସମସ୍ତ ସୂଚନା ସତର୍କତାର ସହିତ ପୂରଣ କରିବାକୁ ପଡ଼ିବ। ଅସାବଧାନତାପୂର୍ଣ୍ଣ ଭୁଲ ଭବିଷ୍ୟତରେ ଆଇନଗତ ସମସ୍ୟା ସୃଷ୍ଟି କରିପାରେ। ହଁ ଆଜ୍ଞା, ଅନେକ ସାରା ଲୋକ ଜମି କିଣୁଛନ୍ତି, ବିକୁଛନ୍ତି, କିନ୍ତୁ ତାଙ୍କର ଛୋଟ ଛୋଟ ଭୁଲ ସେମାନଙ୍କୁ ଅସୁବିଧାରେ ପକାଇଛି। ଯାହାଫଳରେ ସେହି ଛୋଟ ଭୁଲକୁ ସଂଶୋଧନ କରିବା ପାଇଁ ଅନେକ ସାରା ପରିସ୍ଥିତିରେ ମଧ୍ୟ ସମ୍ମୁଖୀନ ହେବା ପାଇଁ ପଡ଼ିଛି। ଅନେକ ସାରା ଟଙ୍କା ମଧ୍ୟ ଆପଣମାନଙ୍କର ଖର୍ଚ୍ଚାନ୍ତି ହୋଇପାରେ। ତ ସେଥିପାଇଁ ଆପଣମାନେ ଜମି ବିକିବା ଆଉ କିଣିବା ପୂର୍ବରୁ ଆପଣମାନେ ଏସବୁ ନିୟମ ଗୁଡ଼ିକ ବିଷୟରେ ଜାଣିବା ନିହାତି ଜରୁରୀ। ବର୍ତ୍ତମାନ ଆସନ୍ତୁ ଜାଣିବା ନୂଆ ନିୟମ 2026 ଜମି ପଞ୍ଜୀକରଣର ଉଦ୍ଦେଶ୍ୟ କ'ଣ ସବୁ ରହିଛି। ଦେଖନ୍ତୁ, ଏହି ନିୟମ ଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଠିକ୍ ଜମି ରେକର୍ଡ ବଜାୟ ରଖିବା, ଠକେଇକୁ ରୋକିବା ଏବଂ ସମ୍ପତ୍ତି ମାଲିକଙ୍କ ଅଧିକାରକୁ ସୁରକ୍ଷା ଦେବା। ଡିଜିଟାଲ ରେକର୍ଡ ସ୍ପଷ୍ଟ ଏବଂ ଯାଞ୍ଚଯୋଗ୍ୟ ଜମି ମାଲିକାନା ସୁନିଶ୍ଚିତ କରିବ। ଯେକୌଣସି ଭୁଲ ସୂଚନା କିମ୍ବା ଜାଲ କାଗଜପତ୍ର ଏବେ ସହଜରେ ଚିହ୍ନଟ ହେବ। ଏହି ନିୟମ ଗୁଡ଼ିକ 1908ର ପୁରୁଣା ପଞ୍ଜୀକରଣ ଆଇନକୁ ବଦଳାଇବ, ଯାହା 117 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ହେଉଥିଲା। ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବେ କାଗଜବିହୀନ ଏବଂ ଅନଲାଇନ୍ ହେବ, ଯାହା ସମୟ ବଞ୍ଚାଇବ ଏବଂ ଦ୍ୱନ୍ଦ୍ୱ ହ୍ରାସ କରିବ। ବର୍ତ୍ତମାନ ଆସନ୍ତୁ ଜାଣିବା ଜମି ପଞ୍ଜୀକରଣ ନିୟମ ଅପଡ଼େଟ୍ 2026ର ସଂକ୍ଷିପ୍ତ ବିବରଣୀ ବିଷୟରେ। ଦେଖନ୍ତୁ, ପରିଚାଳିତ ନାମ ରହିଛି କେନ୍ଦ୍ର ଏବଂ ରାଜ୍ୟ ସରକାର। ପରିବର୍ତ୍ତନ ରହିଛି ଜମି ସମ୍ବଳ ବିଭାଗ। ବିଷୟର ନାମ ରହିଛି ଜମି ପଞ୍ଜୀକରଣ ନୂଆ ନିୟମ 2026। କାର୍ଯ୍ୟାନ୍ୱୟନ ବର୍ଷ 2026 ରହିଛି। ପୁରୁଣା ନିୟମ ଆପଣମାନଙ୍କର ପଞ୍ଜୀକରଣ ଆଇନ 1908। ମୁଖ୍ୟ ଉଦ୍ଦେଶ୍ୟ ସ୍ୱଚ୍ଛତା ଏବଂ ସଠିକତା। ବର୍ଗ ସର୍ବଶେଷ ଖବର। ଏଠାରେ ମଧ୍ୟ ୱେବସାଇଟ୍ ମେନସନ୍ ରହିଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଛୋଟ ଭୁଲ କିପରି ବଡ଼ ସମସ୍ୟାରେ ପରିଣତ ହୋଇପାରେ, ତାପରେ ଆସନ୍ତୁ ନଜର ପକାଇବା। ଦେଖନ୍ତୁ, ନୂଆ ପଞ୍ଜୀକରଣ ନିୟମ ଅନୁଯାୟୀ ଛୋଟ ଛୋଟ ଭୁଲକୁ ମଧ୍ୟ ଏବେ ଗମ୍ଭୀରତାର ସହ ନିଆଯିବ। ହଁ ଆଜ୍ଞା, ଆପଣ ଯେତେବେଳେ ଜମି ବିକୁଛନ୍ତି, ଜମି କିଣୁଛନ୍ତି, ଯଦି ଆପଣ ସତର୍କତାର ସହ ସେସବୁ କାର୍ଯ୍ୟ ଆପଣ ଅବଲମ୍ବନ କରିବେନି, ତାହେଲେ ଆପଣମାନେ ଅନେକ ସାରା ସମସ୍ୟାରେ ଆପଣ ପଡ଼ିବେ। ଆପଣମାନଙ୍କର ଅନେକ ସାରା ଟଙ୍କା ଖର୍ଚ୍ଚ ହେବ।
ତା ସହିତ ଆପଣ ଦୌଡ଼ି ଦୌଡ଼ି ଅଫିସକୁ ଆପଣମାନଙ୍କର ମୁଣ୍ଡ ଖରାପ ହେଇଯିବ। ଆପଣଙ୍କର ଟଙ୍କା ଯିବାଟା ବଡ଼ କଥା ନୁହଁ। ଆପଣ ଯେଉଁ ଜମି କିଣିଥିବେ ସେ ଜମିଟା ଆପଣମାନଙ୍କ ନାମରେ ହେଇପାରିବନି। ଆପଣ ଯେଉଁ ଜମି ବିକିଥିବେ ସେ ଜମିଟା ତାଙ୍କ ନାଁରେ ହେଇପାରୁଥିବନି, ଯାହାଫଳରେ ଅନେକ ସାରା ସମସ୍ୟା ଲାଗି ରହିଥିବ। ଆପଣମାନେ ସେଇ ସମସ୍ୟା ଗୁଡ଼ିକକୁ ସମାଧାନ କରିପାରୁନଥିବେ। ଆପଣ ତା ପୂର୍ବରୁ କାହିଁକି ସତର୍କତା ଅବଲମ୍ବନ ନ କରିବେ? ଆପଣ ଜମି ଯେତେବେଳେ ବିକିବେ କିଣିବେ ତା ପୂର୍ବରୁ ଆପଣମାନେ ଏଇ ଛୋଟ ଛୋଟ ଯେଉଁ ଭୁଲ ଗୁଡ଼ିକ ରହୁଛି ସେଇ ଛୋଟ ଛୋଟ ଭୁଲ ଗୁଡ଼ିକ ପ୍ରତି ଆପଣ ବିଶେଷ ଧ୍ୟାନ ଦେବା ଉଚିତ। କେଉଁ କେଉଁ ଭୁଲ ଗୁଡ଼ିକ ବିଶେଷ ଭାବରେ ହୁଏ ଆସନ୍ତୁ ତା ଉପରେ ନଜର ପକାଇବା। ଦେଖନ୍ତୁ, ଯେମିତିକି ଆପଣମାନଙ୍କର ପ୍ଲଟ୍ ନମ୍ବର ତ୍ରୁଟି, ସାକ୍ଷୀଙ୍କ ସୂଚନାର ଅଭାବ କିମ୍ବା ନାମ କିମ୍ବା ଠିକଣାର ଭୁଲ ବନାନ ପରି ଭୁଲ ଗୁଡ଼ିକ ପଞ୍ଜୀକରଣ ବାତିଲ ହୋଇପାରେ। ତେଣୁ ଆବେଦନ ପୂରଣ କରିବା ସମୟରେ ପ୍ରତ୍ୟେକ ବିବରଣୀକୁ ସତର୍କତାର ସହ ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ରହିଛି। ଯଦି ଆପଣମାନେ ଏହି ଭୁଲ ଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ନ ଦେବେ ତାହେଲେ ଆପଣମାନଙ୍କର ପରିସ୍ଥିତି ବହୁତ ଜଟିଳ ହୋଇଯିବ। ଆପଣ ଜମି ଜମାକୁ ନେଇ ଯେଉଁ ଆଇନ ଗୁଡ଼ିକ ରହିଛି ସେହି ସମାଧାନ ଗୁଡ଼ିକ କେତେ ବିଳମ୍ବ ହୁଏ ଆପଣମାନେ ଜାଣିଥିବେ। ଆପଣମାନେ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ଆପଣମାନଙ୍କର ଅବସ୍ଥା ଖରାପ ହୋଇଯିବ, ଯାହାଫଳରେ ଆପଣମାନଙ୍କର ଜୀବନ ବିତିଯିବ ପଛେ ତାହା ସମାଧାନ ହୋଇପାରୁନଥିବ। ସମ୍ପୂର୍ଣ୍ଣ ସୂଚନା ଜାଣିବା ତ ନିଶ୍ଚୟ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଫ୍ଲିପକାର୍ଟରେ ବଢ଼ିଆ ବଢ଼ିଆ ବ୍ୟାଗ୍ ଗୁଡ଼ିକ ମିଳୁଛି, ବହୁତ କମ୍ ରେଟ୍ରେ ମିଳୁଛି। ଏ ଭିଡ଼ିଓରେ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି, ଆପଣମାନେ ଅର୍ଡ଼ର କରିନିଅନ୍ତୁ। ଦେଖନ୍ତୁ, ଫର୍ମ ଦାଖଲ କରିବା ପୂର୍ବରୁ ସମସ୍ତ ଡକୁମେଣ୍ଟ, ନାମ, ଠିକଣା ଏବଂ ସିଗ୍ନେଚରକୁ ଦୁଇଥର ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣମାନେ ଥରେ ସବମିଟ୍ କରିଦେବେ ଏହାକୁ ସଂଶୋଧନ କରିବା କାଠିକର ପାଠ ହୋଇଯିବ। ସେଥିପାଇଁ ଆପଣମାନେ ଫର୍ମ ଦାଖଲ କରିବା ପୂର୍ବରୁ ଆପଣମାନଙ୍କର ଡକୁମେଣ୍ଟରେ ଯେଉଁ ତଥ୍ୟ ଗୁଡ଼ିକ ରହିଛି ଯେମିତିକା ନାମ, ଠିକଣା, ତା ସହିତ ଆପଣମାନଙ୍କର ସିଗ୍ନେଚରଟି ଠିକ୍ ଭାବରେ ହୋଇଛି କି ନାହିଁ ଆପଣମାନେ ଯାଞ୍ଚ କରିନେବେ। ସଠିକ୍ ସୂଚନା ପ୍ରଦାନ କରିବା ଦ୍ୱାରା କେବଳ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ନାହିଁ, ବରଂ ଭବିଷ୍ୟତରେ ଆଇନଗତ ବିବାଦକୁ ମଧ୍ୟ ଏଡ଼ାଯିବ। ବର୍ତ୍ତମାନ ଆସନ୍ତୁ ଜାଣିବା ନୂଆ ପଞ୍ଜୀକରଣ ପାଇଁ ଆବଶ୍ୟକତା ଡକୁମେଣ୍ଟସ୍ ଗୁଡ଼ିକ କ'ଣ ସବୁ ରହିଛି। ଦେଖନ୍ତୁ, 2026ର ନୂଆ ନିୟମ ଅନୁଯାୟୀ ଜମି ପଞ୍ଜୀକରଣ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବାଧ୍ୟତାମୂଳକ ହେବ। ଏଥିରେ ଆଧାର କାର୍ଡ଼ କିମ୍ବା ପାନ୍ କାର୍ଡ଼ ଭଳି ପରିଚୟ ପ୍ରମାଣ, ବାସସ୍ଥାନର ପ୍ରମାଣ, ପାସପୋର୍ଟ ଆକାରର ଫଟୋ ଏବଂ ଜମି ମାଲିକାନା ରେକର୍ଡ଼ ଅନ୍ତର୍ଭୁକ୍ତ ରହିବ। ଆପଣଙ୍କୁ ଆପଣମାନଙ୍କର ପୌରପାଳିକା କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ରସିଦ ଏବଂ ସମ୍ପତ୍ତି କର ଦେୟର ପ୍ରମାଣପତ୍ର ମଧ୍ୟ ଦେବାକୁ ପଡ଼ିବ। ଯଦି ସମସ୍ତ ଡକୁମେଣ୍ଟ ସଠିକ୍ ଏବଂ ଅପଡେଟ୍ ଥାଏ ତେବେ ପଞ୍ଜୀକରଣ ପ୍ରକ୍ରିୟା ସୁଗମ ହେବ। ବର୍ତ୍ତମାନ ଆସନ୍ତୁ ଜାଣିବା କିପରି ଡିଜିଟାଲ ନିୟମ ସୁରକ୍ଷା ଏବଂ ସ୍ୱଚ୍ଛତା ବୃଦ୍ଧି କରିବ। ଦେଖନ୍ତୁ, ନୂଆ ଜମି ପଞ୍ଜୀକରଣ ନିୟମ ପ୍ରକ୍ରିୟାକୁ ଦ୍ରୁତ ଏବଂ ସ୍ୱଚ୍ଛ କରିବ। ଅନଲାଇନ୍ ପଞ୍ଜୀକରଣ ଦ୍ୱାରା କାର୍ଯ୍ୟାଳୟକୁ ବାରମ୍ବାର ଯିବାର ଆବଶ୍ୟକତା ଦୂର ହେବ। ଏକ ଡିଜିଟାଲ ଯାଞ୍ଚ ବ୍ୟବସ୍ଥା ଜାଲ କାଗଜପତ୍ର ଏବଂ ବୈଧ ସ୍ଥାନାନ୍ତରକୁ ରୋକିବାରେ ସାହାଯ୍ୟ କରିବ। ସମ୍ପତ୍ତି ମାଲିକମାନେ ସରକାରୀ ପୋର୍ଟାଲରେ ଅନଲାଇନରେ ସେମାନଙ୍କର ଜମି ରେକର୍ଡ଼ର ସ୍ଥିତି ଯାଞ୍ଚ କରିପାରିବେ। ଏହା ମାଲିକାନାର ଆଇନଗତ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ। ବର୍ତ୍ତମାନ ଆସନ୍ତୁ ଜାଣିବା ନୂଆ ନିୟମ ଅନୁଯାୟୀ ଜମି କିପରି ପଞ୍ଜୀକରଣ କରିବେ। 1 ନମ୍ବରରେ ସରକାରୀ ଜମି ପଞ୍ଜୀକରଣ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିବା ଆରମ୍ଭ କରନ୍ତୁ। 2 ନମ୍ବରରେ ଜମି ଏବଂ ମାଲିକଙ୍କ ସହ ଜଡ଼ିତ ସମସ୍ତ ବିବରଣୀ ସତର୍କତାର ସହ ପୂରଣ କରନ୍ତୁ। 3 ନମ୍ବରରେ ଆବଶ୍ୟକ ଡକୁମେଣ୍ଟ ଗୁଡ଼ିକ ଅପଲୋଡ଼ କରନ୍ତୁ ଯାହା ସରକାରୀ ରେକର୍ଡ଼ ସହିତ ମେଳ ଖାଇବ। 4 ନମ୍ବରରେ UPI କିମ୍ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ପଞ୍ଜୀକରଣ ଫି ପୈଠ କରନ୍ତୁ। 4 ନମ୍ବରରେ ସମସ୍ତ ବିବରଣୀକୁ ଶେଷ ଥର ପାଇଁ ଯାଞ୍ଚ କରନ୍ତୁ, କାରଣ କୌଣସି ଭୁଲ ଆବେଦନ ବାତିଲ କରିପାରେ। 5 ନମ୍ବରରେ ଫର୍ମଟି ଦାଖଲ କରନ୍ତୁ ଏବଂ ଡକୁମେଣ୍ଟ ଯାଞ୍ଚ ପରେ ଅନୁମୋଦନ ପାଇଁ ଅପେକ୍ଷା କରନ୍ତୁ।